ଆଜିର ଟପିକ୍ ହେଉଛି ଶ୍ରମିକମାନଙ୍କର। ଆଜିର ବିଷୟ ହେଉଛି ଶ୍ରମିକ। ଶ୍ରମିକର ଉନ୍ନତି, ଶ୍ରମିକର ଅବନତି, ସେମାନଙ୍କର ଦୁଃଖ, ତାଙ୍କର ସୁଖ। ନମସ୍କାର, ମୁଁ ହେଉଛି ତୁମମାନଙ୍କର ହରିଶଙ୍କର, ଆଉ ଜନତା ପଲିଟିକାଲ ପାର୍ଟିର ଫାଉଣ୍ଡର। ମୁଁ ଆଜି ଶ୍ରମିକମାନଙ୍କ ବିଷୟରେ କହିବା ପାଇଁ ଚାହୁଁଛି। ଦେଖ, ମୁଁ ପିଲାଠୁ ବଡ଼ ହେଇଗଲିଣି, କିନ୍ତୁ ଆମ ଓଡ଼ିଶାର ଦାଦନ ଖଟୁଥିବା ଶ୍ରମିକମାନଙ୍କର ଦୁଃଖ କେବେ ଯାଉନି, କି ଦାଦନ ଖଟୁଥିବା ଲୋକଙ୍କର ସଂଖ୍ୟା କମୁନି। ଏହାର କାରଣ ଆମ ରାଜ୍ୟରେ ଇଣ୍ଡଷ୍ଟ୍ରି ନାହିଁ, ଏଇଟା ସମସ୍ତେ ଜାଣିଛନ୍ତି। ସେ ଇଣ୍ଡଷ୍ଟ୍ରି କେମିତି ବଢ଼ିବ ତାକୁ ବି ଗୁରୁତ୍ୱ ଦେବାର କାହାର ମୋଟିଭ୍ ବି ନାହିଁ। ମୁଁ ଯେଉଁମାନେ ଅଛନ୍ତି ଶ୍ରମିକମାନେ, ତାଙ୍କୁ ମୁଁ ଗୋଟେ କଥା କହିବା ପାଇଁ ଚାହୁଁଛି। ତମେ ଘରେ ନାହ, ତମେ ସବୁବେଳେ ବାହାରେ ରହୁଛ, ତମେ ସବୁବେଳେ ଘର ପାଇଁ କିନ୍ତୁ ଚିନ୍ତା କରୁଛ, ସବୁବେଳେ ତମେ ଅଛ ବାହାରେ, କିନ୍ତୁ ମନଟା ସବୁବେଳେ ଘର ପାଖରେ। ଦିନରେ 10 ଥର କଲ୍ ନ କଲେ ତୁମକୁ ଭଲ ଲାଗେନି। ତ ଶ୍ରମିକମାନଙ୍କର କଥା କହିଲେ ବହୁତ ଦୁଃଖ ବି ଲାଗେ କି ନିଜ ଘରକୁ ମଜବୁତ କରିବା ପାଇଁ, ନିଜ ଘରକୁ ଭଲସେ ତୋଳିବା ପାଇଁ ସେମାନେ ତାଙ୍କ ଜୀବନଟାକୁ ବାସ୍ କାମରେ ଲଗେଇ ଦେଇଥାନ୍ତି। ମୁଁ ବାସ୍ ଏତିକି କହିବି କି ଏ ଶ୍ରମିକମାନଙ୍କର ଦୁଃଖ କେବେ ସରିବ। ଏ ଶ୍ରମିକମାନେ କେବେ ସେ ବାହାର ରାଜ୍ୟ ଛାଡ଼ି ଆମ ରାଜ୍ୟରେ କାମ କରିବେ। ଆମ ଶ୍ରମିକମାନେ ତାଙ୍କର ଘରର ଲୋକ ମରିଗଲେ ତାଙ୍କ ପାଖରେ ଆସିକି ପହଞ୍ଚିବେ। ସେଦିନ କେବେ ଆସିବ? ମୁଁ ସେଇଟାକୁ କେବଳ ଗୋଟେ ପଏଣ୍ଟ ହିଁ କହିବି କି ତାଙ୍କର ମା' ମରିଗଲେ, ତାଙ୍କର ବାପା ମରିଗଲେ, ସେମାନେ ଘରେ ପହଞ୍ଚିବା ପାଇଁ ଏତେ ଲେଟ୍ ହେଉଛି। ଶେଷ କହିଲା ବେଳକୁ ଦୁଃଖ ଲାଗୁଛି କି ପହଞ୍ଚିଲା ବେଳକୁ ତାଙ୍କ ମା' ବାପା ମୁହଁରେ ନିଆଁ ଲଗା ସରିବଣି। ବାସ୍ ଆସନ୍ତି କେବଳ ଶ୍ରାଦ୍ଧକ୍ରିୟା କରିବା ପାଇଁ, ନଣ୍ଡା ହେବା ପାଇଁ, ବାସ୍ ଏହା। ଏ ପରିବର୍ତ୍ତନଟା ନିଶ୍ଚିତ ଭାବରେ କରିବା ଦରକାର। ଏ ପରିବର୍ତ୍ତନଟା କେମିତି ହେବ ସେ ବିଷୟରେ ଚିନ୍ତା କରିବା ଦରକାର। ନହେଲେ ଆମ ଶ୍ରମିକମାନେ ଯେଭଳି କାମ କରୁଛନ୍ତି, ମୁଁ 2003ରେ ଜନ୍ମ ହେଇଛି। 2003ରୁ ମୋ ଜ୍ଞାନ ହେଲାଣି 2006 ମସିହାରୁ। ସେବେଠୁ ମୁଁ ଦେଖିକି ଆସିଛି ଲୋକମାନେ ବାହାରେ କାମ କରୁଛନ୍ତି। ତ ସେ ଦିନ ଆଜି ଯାଏ ବି ଚେଞ୍ଜ ହେଇନି। ବିଗତ 18 ବର୍ଷ ପାଖାପାଖି ହେଇଗଲାଣି, ଚେଞ୍ଜ ହେଇନି। ତ ଆଜି କେମିତି ଚେଞ୍ଜ ହେବ ସେଇଟା ହେଲା ସବୁଠୁ ବଡ଼ କଥା। ମୁଁ ସମସ୍ତଙ୍କୁ କହିବା ପାଇଁ ଚାହୁଁଛି, ଏ ବିଷୟରେ ତୁମେମାନେ ଚିନ୍ତା କର। ଏସବୁ ବିଷୟରେ ତୁମେ ଟିକେ ଭାବ, ଆଉ ନିଶ୍ଚିତ ଭାବରେ ଭୋଟ୍ ଦେଲାବେଳେ ନିଶ୍ଚିତ ଏସବୁ ଭାବିକି ଭୋଟ୍ ଦିଅ।